ଭାରତର ପୂର୍ବ ଭାଗରେ ରହିଛି ଆମର ରାଜ୍ୟ ଓଡ଼ିଶା। ହେଲେ ଭୌଗୋଳିକ ଦୃଷ୍ଟିକୋଣରୁ ଏହାର ଅବସ୍ଥିତି ଠିକ୍ କେଉଁଠି? ପ୍ରଥମେ ନଜର ପକାଇବା ଏହାର ଅକ୍ଷାଂଶ ବା ଲାଟିଚ୍ୟୁଡ୍ ଉପରେ। ଓଡ଼ିଶା 17 ଡିଗ୍ରୀ 49 ମିନିଟ୍ ଉତ୍ତରରୁ 22 ଡିଗ୍ରୀ 34 ମିନିଟ୍ ଉତ୍ତର ଯାଏଁ ବ୍ୟାପିଛି। ସେହିପରି ଦ୍ରାଘିମା ବା ଲଙ୍ଗିଚ୍ୟୁଡ୍ ଦୃଷ୍ଟିରୁ ଏହା 81 ଡିଗ୍ରୀ 27 ମିନିଟ୍ ପୂର୍ବରୁ 87 ଡିଗ୍ରୀ 29 ମିନିଟ୍ ପୂର୍ବ ମଧ୍ୟରେ ଅବସ୍ଥିତ। 82 ଡିଗ୍ରୀ 5 ମିନିଟ୍ ଇଷ୍ଟ ଲଙ୍ଗିଚ୍ୟୁଡ୍ ଯାହା ଭାରତର ସମୟ ନିର୍ଦ୍ଧାରଣ କରେ ବା ଯାହାକୁ ଆମେ କହିଥାଉ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ ଟାଇମ୍ IST, ଓଡ଼ିଶାର 3ଟି ଜିଲ୍ଲା ନୂଆପଡ଼ା, ନବରଙ୍ଗପୁର ଏବଂ କୋରାପୁଟ ଦେଇ ଅତିକ୍ରମ କରିଥାଏ। ଉତ୍ତରରେ ମୟୂରଭଞ୍ଜରୁ ଦକ୍ଷିଣରେ ମାଲକାନଗିରିର ମୋଟୁ ପର୍ଯ୍ୟନ୍ତ ଓଡ଼ିଶାର ଲମ୍ବ ପ୍ରାୟ 800 କିଲୋମିଟର। ସେହିଭଳି ପଶ୍ଚିମରେ ନୂଆପଡ଼ାରୁ ପୂର୍ବରୁ ବାଲେଶ୍ୱର ଯାଏଁ ଏହାର ଚଉଡ଼ା ପ୍ରାୟ 500 କିଲୋମିଟର। ଓଡ଼ିଶା 4ଟି ରାଜ୍ୟ ସହ ନିଜର ସୀମା ବା ବର୍ଡର ସେୟାର କରେ। ଏହାର ଉତ୍ତର ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମରେ ଛତିଶଗଡ଼ ଏବଂ ଦକ୍ଷିଣରେ ଆନ୍ଧ୍ରପ୍ରଦେଶ ରହିଛି। ଆଉ ପୂର୍ବରେ ରହିଛି ବିଶାଳ ବଙ୍ଗୋପସାଗର। ଆଉ ଏହା ସହିତ ଓଡ଼ିଶାରେ ରହିଛି ପ୍ରାୟ 574.7 କିଲୋମିଟର ସୁଦୀର୍ଘ ବେଳାଭୂମି। ଭାରତର ଅନ୍ୟ ରାଜ୍ୟମାନଙ୍କ ତୁଳନାରେ କ୍ଷେତ୍ରଫଳ ଦୃଷ୍ଟିରୁ ଓଡ଼ିଶା ହେଉଛି 8ମ ବୃହତ୍ତମ ରାଜ୍ୟ ଏବଂ ଜନସଂଖ୍ୟା ଦୃଷ୍ଟିରୁ ଏହା 11ଶ ସ୍ଥାନରେ ରହିଛି। ଦ୍ୟାଟ୍ ଇଜ୍ ଅଲ୍ ଫର୍ ଟୁଡେସ୍ ଜର୍ଣ୍ଣି ଥ୍ରୁ ଦି ମ୍ୟାପ୍ ଅଫ୍ ଓଡ଼ିଶା। ଯଦି ଏହି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଲା ତେବେ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ସବସ୍କ୍ରାଇବ୍ କରନ୍ତୁ ଆକାଶ ଜିଓ ମିଶନକୁ। ଥ୍ୟାଙ୍କ ୟୁ।